আমার ভব্য আমার দিব্য আমার শ্রেয় এবং ତାଙ୍କ ବିଷୟରେ ଅନେକ କଥା ଗାନଙ୍କ ପବିତ୍ର ହୁଳହୁଳି ସହିତ ଏ ମଞ୍ଚକୁ ପଛକୁ ଆଣିବା। ଟିକେ ଜୋରଦାର ହୁଳହୁଳିଟିଏ ହଉ। ଆଗପଟେ ଯିବ ନା ଆଗପଟେ ଯିବ। ଚର୍ଚ୍ଚିତ ପରିଚିତ ନିମାପଡ଼ା ତାର ଆଖପାଖ ଅଞ୍ଚଳର ଅଗଣିତ শ্রোতাମାନେ ଯେଉଁମାନେ ଭଲ ପାଆନ୍ତି ଅନୁଷ୍ଠାନକୁ ଯେଉଁମାନଙ୍କର ଆଶୀର୍ବାଦରେ ଆଜି ଅନୁଷ୍ଠାନ ନୁହଁ ସାରା ଓଡ଼ିଶାରେ ପରିଚିତ ଏବଂ ଚର୍ଚ୍ଚିତ ହୋଇଗଲେଣି। ଏ ଆମ ପାଇଁ ଗର୍ବ ଗୌରବର କଥା। ନିମାପଡ଼ା ହେଉଛି କଳାର ଏନ୍ତୁଡ଼ିଶାଳ। ଏହି ଏନ୍ତୁଡ଼ିଶାଳରେ ଆଜି ଏମିତି ଅନେକ କଳାକାର ତିଆରି ହୋଇଛନ୍ତି ଯେଉଁମାନେଙ୍କୁ ଦେଖି ତାର କଳାର ଆଶର ଭିତରକୁ ଆସିପାରିଛନ୍ତି। ନିଶ୍ଚିନ୍ତ ହୃଦୟରେ ବାନ୍ଧି ରଖିଛନ୍ତି। ସବୁଠାରୁ ବଡ଼ କଥା ହେଲା ସେଦିନର ଅତୀତର ସେ ସୁନ୍ଦର ଚେହେରା ଏବେ ବି ଉଜ୍ଜୀବିତ ଅଛି। ସେ ମୁହଁ ଏବେ ବି ସେମିତି ଆମକୁ ଜଳ ଜଳ ଦେଖାଯାଉଛି। ସେ ଆଲବମ୍ ଦୁନିଆର ସେ ସୁନ୍ଦର ସଙ୍ଗୀତ ସେ ମୂର୍ଚ୍ଛନା ସେ ଅଭିନୟ ପ୍ରତି ମୁହୂର୍ତ୍ତରେ ଆମେ ଅନୁଭବ କରୁଛୁ। ସେ ଆଉ କେହି ନୁହନ୍ତି ଏ ମାଟିର ମହକ ମାଟିର ଫୁଲକ ମାଟିର ବାସ୍ନା ଆମ ସମସ୍ତଙ୍କର ଭବ୍ୟ ଦିବ୍ୟ ଶ୍ରେୟ ଏବଂ କଳା କ୍ଷେତ୍ର ଏକ ଅଗ୍ରଣୀ ବିନ୍ଧାଣୀ। ସେ ଆଉ କେହି ନୁହନ୍ତି ଆମର ପ୍ରିୟ ଆପଣମାନଙ୍କର ପ୍ରିୟ ଆପଣମାନେ କହିଲେ ନାଁଟା ବହୁତ ଭଲ ଲାଗିବ। କଣ ନା ଆଜ୍ଞା ଶ୍ରୀକାନ୍ତ ଗୌତମ ସାର୍ ଜୋରଦାର କରତାଳିଟିଏ ଦେବା। ଆପଣମାନଙ୍କ ତରଫରୁ କାର୍ଯ୍ୟକ୍ରମ ତରଫରୁ ମୁଁ ସାର୍ଙ୍କୁ ଶୁଭାଭିନନ୍ଦନ ଜ୍ଞାପନ କରୁଛି। ଏବଂ ତାଙ୍କର ବାମ ପାର୍ଶ୍ୱରେ ଯିଏ ଅଛନ୍ତି ସଦା ସର୍ବଦା ପ୍ରତି ଘରେ ଦୁଇଟି ମଣିଷଙ୍କୁ ନେଇ ଗୋଟେ ପରିବାର ତିଆରି ହୁଏ। ଯେଉଁ ପରିବାର ଭିତରେ ବାପର ସ୍ନେହ ଥାଏ ସେ ହେଉଛନ୍ତି ଆମର ବାପ ତୁଲ୍ୟ ଅକ୍ଷୟ ଭାଇ। ଆଉ ଯେଉଁ ପରିବାରରେ ମାର ସ୍ନେହ ମାର ଆଦର ମାର ଯତ୍ନ ମାର ଭଲ ପାଇବା ଥାଏ ସେ ଆଉ କେହି ନୁହନ୍ତି ଆମ ପରିବାରର ମା ଅନୁଷ୍ଠାନର ମା ଆମ କଳାକାର ମାନଙ୍କର ମା ସାଜିଛନ୍ତି ଆଜି ପର୍ଯ୍ୟନ୍ତ। ସେ ଆଉ କେହି ନୁହନ୍ତି ଆମ ଅତି ପ୍ରିୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନିମାପଡ଼ାର ପ୍ରଧାନ ଆଚାର୍ଯ୍ୟ ଏବଂ ଆମ ଅନୁଷ୍ଠାନର ମା ନିର୍ମଳା ଓଝା ମହୋଦୟ। ଆପଣମାନଙ୍କ ତରଫରୁ କାର୍ଯ୍ୟକ୍ରମ ତରଫରୁ ମୁଁ ତାଙ୍କୁ ଶୁଭାଭିନନ୍ଦନ ଜ୍ଞାପନ କରୁଛି। ଏହି ମୁହୂର୍ତ୍ତରେ ଷ୍ଟ୍ରେଞ୍ଜର୍ସ ପରିବାର ତରଫରୁ ସଭାପତି ଏବଂ ଆମର ମାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ପାଇଁ ଅନୁଷ୍ଠାନ ଛୋଟିଆ କାର୍ଯ୍ୟକ୍ରମଟି ରହିଛି। ଟିକେ ସମସ୍ତେ ଟିକେ ଠିଆ ହେଇଯିବା ବହୁତ ଭଲ ଲାଗିବ ଆଜ୍ଞା। ଟିକେ ଇଏ ହେଉଛି ଆମ ସଂସ୍କୃତି ଇଏ ହେଉଛି ଆମ ପରମ୍ପରା ଇଏ ହେଉଛି ଆମ ଆବଶ୍ୟକ ଯେଉଁଠି ଅତିଥିମାନଙ୍କୁ ଆମେ ଏମିତି ସମ୍ମାନ ଦେଉ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ। ନିବେଦନ କରିବି ସମର୍ଥକ ସଂକ୍ଷେପରେ ଅନୁଷ୍ଠାନ ପାଇଁ ପଦେ ବାର୍ତ୍ତା ରଖିବା। ଶୁଭ ସନ୍ଧ୍ୟା। ଆଜିର ଏହି ସାରସ୍ୱତ ସମାରୋହରେ ମୋତେ ଏଠି ସମ୍ବର୍ଦ୍ଧନା ଜ୍ଞାପନ କରୁଥିବାରୁ ଷ୍ଟ୍ରେଞ୍ଜର ଡ୍ୟାନ୍ସ ଗ୍ରୁପ୍ର ସମସ୍ତ କଳାକାର ଆଉ ଅନୁଷ୍ଠାନର ଯେଉଁମାନେ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି। ଆଉ ମୋତେ ଯେଉଁ ମଞ୍ଚ ତିଆରି କରିଛି ଏଇ ମଞ୍ଚରୁ ହିଁ ମୋର ପରିଚୟ। କାରଣ ଦୀର୍ଘ 22 ବର୍ଷ ଧରି ଏଇ ମଞ୍ଚରେ ଫୁଲ ବଳୁଣି କାର୍ଯ୍ୟକ୍ରମ ହୁଏ। ଯେତେବେଳେ ଏଠି ମଞ୍ଚ ବନ୍ଧା ହୁଏ ଲୋକମାନେ ଭାବନ୍ତି ଏଠି ଫୁଲ ବଳଉଣି ହେଉଛି କି। ଯାହା ବି ହଉ ସବୁବେଳେ ମଞ୍ଚରେ ବାନ୍ଧୁଥିବାକୁ ଆଜି ମଞ୍ଚରେ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାରୁ ମୁଁ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଆଉ ଆଗାମୀ ଦିନରେ ଆମେ ଯେହେତୁ ସମ ଜାତିର ଲୋକ ଏ କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଚାଲି ରହିବ। ଧନ୍ୟବାଦ ସୁମନ ଅତି ସୁନ୍ଦର ବାର୍ତ୍ତାଟିଏ ଦେଲେ ସୁମନ।